ନମସ୍କାର। ଅଚୁସ୍ମିତା କିଚେନରେ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ଆଜି ମୁଁ ଆପଣମାନଙ୍କ ସହିତ ସେୟାର କରିବି ଖଟା ମିଠା ଚଟପଟା ଆମ୍ବ ସଢ଼ା। ଏବେ ତ ଆମ୍ବ ସିଜିନ୍ ଚାଲିଛି। ଆପଣମାନେ ଆମ୍ବର ବହୁତ ପ୍ରକାର ଡିଫରେଣ୍ଟ ଆଇଟମ୍ ତିଆରି କରିସାରିବେଣି, କିନ୍ତୁ ଆମ୍ବ ସଢ଼ାକୁ ଥରେ ତିଆରି କରନ୍ତୁ, ବହୁତ ବଢ଼ିଆ ଲାଗିବ ଆପଣମାନଙ୍କୁ। ଭିଡ଼ିଓଟିକୁ ଫୁଲ୍ ୱାଚ୍ କରିବାକୁ ଅନୁରୋଧ ରହିଲା। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଚାଲନ୍ତୁ ତାହେଲେ ଷ୍ଟାର୍ଟ କରିବା ଆଜିର ରେସିପି। ଏହି ଆମ୍ବ ସଢ଼ା ରେସିପି ପାଇଁ ଆମକୁ ପ୍ରଥମେ ଦରକାର ପାଚିଲା ଆମ୍ବ। ତ ଏଇଠି ଦେଖନ୍ତୁ ମୁଁ 10 କେଜି ପାଚିଲା ଆମ୍ବ ନେଇଛି, ଯେଉଁଟାକି ଦେଶୀ ଆମ୍ବ ଅଛି। ତ ଏଇ ଆମ୍ବକୁ ପ୍ରଥମେ ଭଲ ଭାବରେ ମୁଁ ଧୋଇକି ପରିଷ୍କାର କରିକି ତା'ର ପାଣିକୁ ଛଡ଼େଇକି ଆଣିଛି। ତ ଏଇଠି ଦେଖନ୍ତୁ ମୁଁ ପ୍ରଥମେ ଆମ୍ବର ଚୋପାକୁ ଛଡ଼େଇ ନେବି। ଏଇଠି ଦେଖନ୍ତୁ କେମିତି ମୁଁ ଆମ୍ବର ଚୋପାକୁ ଛଡ଼େଇ ନେଇଛି ଏବଂ ସେଥିରେ ଥିବା ରସକୁ ମଧ୍ୟ ଚିପୁଡ଼ି ନେଇଛି। ତା ଛଡ଼ା ଆମ୍ବର ଟାକୁଆରେ ଥିବା ରସକୁ ଏହିପରି ଭାବରେ ମୁଁ ମୁଠା ସାହାଯ୍ୟରେ ତାକୁ ଚିପୁଡ଼ିକି ତା'ର ରସକୁ ବାହାର କରିନେବା। ଏଇଠି ଦେଖନ୍ତୁ ଆଉ ଗୋଟେ ଆମ୍ବକୁ ମଧ୍ୟ ସେମ୍ ପ୍ରୋସେସ୍ରେ ମୁଁ ତା'ର ରସକୁ ବାହାର କରିନେଇଛି। ଏହିପରି ସେମ୍ ପ୍ରୋସେସ୍ରେ ସବୁ ଆମ୍ବର ରସକୁ ମୁଁ ବାହାର କରିନେବି। ଏଇଠି ଦେଖନ୍ତୁ ଗୋଟେ ପାତ୍ରରେ ମୁଁ ସବୁ ରସକୁ ବାହାର କରିନେଇଛି। ତ ମୋର ପୁରା ଫୁଲ୍ ହେଇଯାଇଛି। ତା ଛଡ଼ା ଦେଖନ୍ତୁ ଏଇଠି ଆମ୍ବ ଟାକୁଆ ଆଉ ଚୋପାକୁ ମୁଁ ଅଲଗା କରିନେଇଛି। ପ୍ରଥମେ ଏଇ ରସକୁ ନେଇକି ଆମେ ଗୋଟେ ଗ୍ୟାସ୍କୁ ଅନ୍ କରିକି ସେଇଠି ରସ ବାହାର କରିଥିବା ପାତ୍ରଟିକୁ ବସାଇ ନେବା ଏବଂ ଗ୍ୟାସ୍ର ଫ୍ଲେମ୍କୁ ଏଠି ଆମେ ହାଇରେ ରଖିଲା ପରେ ଆମେ ତାକୁ ପ୍ରଥମେ ଭଲ ଭାବରେ ଫୁଟିବା ପାଇଁ ଛାଡ଼ିଦେବା। ମଝିରେ ମଝିରେ ଆମେ ଚାମଚ ସାହାଯ୍ୟରେ ତାକୁ ଏମିତି ଏପଟ ସେପଟ କରିଦେବା, ନହେଲେ ସେଇଟା ତଳୁ ଲାଗିଯିବାର ଚାନ୍ସ ଅଛି। ଏବେ ଆମେ ଏକୁ ଭଲ ଭାବରେ ଫୁଟିବା ପାଇଁ ଛାଡ଼ିଦେବା। ତ ଏଇଟା ବହୁତ ବଢ଼ିଆ ଭାବରେ ଫୁଟିବ ବା ଗାଢ଼ା ଟିକେ ହେଇଗଲେ ନା ଆମକୁ ଏଇଟା ଆମ୍ବ ସଢ଼ା ବନାଇବା ପାଇଁ ସୁବିଧା ହେବ। ଏଇଠି ଦେଖନ୍ତୁ ଧୀରେ ଧୀରେ ମୁଁ ଆପଣଙ୍କୁ 15-20 ମିନିଟ୍ ପରେ ଦେଖାଉଛି। ଏଇଟା ଧୀରେ ଧୀରେ ଆମର ଫୁଟିବା ଷ୍ଟାର୍ଟ କଲାଣି, ପରିମାଣରେ ଟିକେ କମିଗଲାଣି। ତ ଆମକୁ ଆଉ ଟିକେ ବହଳିଆ କରିବାର ଅଛି। ତ ସେଇ ଭିତରେ ଆମେ ଏଇଠି ଗୋଟେ ମସଲା ପ୍ରସ୍ତୁତ କରିବା। ମସଲା ପ୍ରସ୍ତୁତ କରିବା ପାଇଁ ଏଇଠି ଦେଖନ୍ତୁ ମୁଁ ନେଇଛି କିଛି ଜିରା, କଞ୍ଚା ଜିରା ଆଉ କିଛି ଶୁଖିଲା ଲଙ୍କା। ଏକୁ ଆମେ ଭାଜିକି ତା'ର ଗୋଟେ ଗୁଣ୍ଡ ପ୍ରସ୍ତୁତ କରିବା। ତା ଛଡ଼ା ଏଇଠି ଦେଖନ୍ତୁ ମୁଁ ନେଇଛି କିଛି ଚିନି। ଆପଣ ଚିନିକୁ ଚାହିଁଲେ ସ୍କିପ୍ କରିପାରିବେ, ନହେଲେ ପକାଇ ମଧ୍ୟ ପାରିବେ। ତ ଏଇଠି ଆପଣଙ୍କ ଆମ୍ବ କେତେ ଖଟା ବା ମିଠା ତା ହିସାବରେ ଆପଣ ଚିନିର ପରିମାଣ କମ୍ ବା ଅଧିକା କରିପାରିବେ। ଏଇଠି ଦେଖନ୍ତୁ ମୋର ଆମ୍ବ ରସଟି ଗାଢ଼ା ହେଇଗଲାଣି, ପୁରା ଦେଖନ୍ତୁ ପରିମାଣରେ ବହୁତ କମିଗଲାଣି। ତ ଏଇଠି ଆମେ ଗରମ ଥିବା ଅବସ୍ଥାରେ ଏଇଠି ରଖିଥିବା ଚିନିକୁ ଦେଇଦେବା। ତାପରେ ଆମେ ତାକୁ ଭଲ ଭାବରେ ଗୋଳେଇ ନେବା। ଏଇଠି ଦେଖନ୍ତୁ ଚିନିକୁ ମୁଁ ବହୁତ ବଢ଼ିଆ ଭାବରେ ଗୋଳେଇ ନେଇଛି। ତ ଏଇଟା ଆମର ବହୁତ ବଢ଼ିଆ ଭାବରେ ମିଶିଯିବା ଦରକାର ଆମ୍ବ ରସରେ। ତା ଛଡ଼ା ଏଇଠି ଦେଖନ୍ତୁ ମୁଁ ଜିରା ଆଉ ଲଙ୍କାକୁ ଭାଜିକି ନେଇ ଆସିଛି। ତ ଏକୁ ଆମେ ଦେଇଦେବା ଗୋଟେ ଗ୍ରାଇଣ୍ଡର ଜାର୍ରେ। ଦେଲା ପରେ ଆମେ ତାକୁ ବନ୍ଦ କରିକି ତା'ର ଗୋଟେ ଦରଦରା ଗୁଣ୍ଡ କରିକି ଆମେ ନେଇଆସିବା। ଏକୁ ଆମେ ପୁରା ପ୍ଲେନ୍ କରିବାନି, ନହେଲେ ଏଇଟା ଆମର ବାସ୍ନା ଆମ୍ବ ସଢ଼ାରେ ଭଲ ଆସିବନି। ତ ଦେଖନ୍ତୁ ମୁଁ କେତିକି ରଖିଛି, ଏତିକି ହିଁ ରଖିବେ, ଭଲ ଲାଗିବ। ତାପରେ ଆମେ ଏଇ ଗୁଣ୍ଡକୁ ଚିନି ଦେଇକି ରଖିଥିବା ଏଇ ଆମ୍ବର ରସରେ ଦେଇଦେବା। ଆପଣ କେତିକି ମସଲା ଦେବା ପାଇଁ ଚାହୁଁଛନ୍ତି ତ ଏଇଠି କମ୍ ବା ଅଧିକା କରିପାରିବେ। ତାପରେ ଏଇ ମସଲା ଦେଲା ପରେ ଆମେ ତାକୁ ଭଲ ଭାବରେ ଚାମଚ ସାହାଯ୍ୟରେ ଗୋଳେଇ ନେବା। ଏଇଠି ଭଲ ଭାବରେ ଗୋଳେଇ ହେବା ଦରକାର, ନହେଲେ ଆମର ଗୋଟେ ଜାଗାରେ ମସଲା ବେଶୀ ପଡ଼ିଯିବ ଆଉ ଗୋଟେ ଜାଗା ନଥିବ, ତ ଭଲ ଲାଗିବନି। ତ ଏଇଟାକୁ ଧ୍ୟାନ ରଖିବେ। ଭଲ ଭାବରେ ଗୋଳେଇଲା ପରେ ଏଇଠି ଦେଖନ୍ତୁ ମୁଁ ନେଇଛି ଗୋଟେ ପ୍ଲେଟ୍, ଯେଉଁଟାକି ଷ୍ଟିଲ୍ ଅଛି। ତ ଏଇଠି ମୁଁ ଆମ୍ବ ସଢ଼ା ପ୍ରସ୍ତୁତ କରିବି, ସେଥିପାଇଁ ମୁଁ ଏଇଠି ଦେଖନ୍ତୁ ଟିକେ ତେଲ ଭଲ ଭାବରେ ତା'ର ଚାରିପଟେ ଲଗାଇ ନେଇଛି। ତାପରେ ଏଇଠି ମୁଁ 3 ଚାମଚ ଦେଇଦେଇଛି ଆମ୍ବର ରସ। ତାପରେ ତାକୁ ଆମେ ଭଲ ଭାବରେ ଏମିତି ଟିକେ ଚାରିପଟରୁ ଖେଳେଇ ନେବା। ସେମ୍ ପ୍ରୋସେସ୍ରେ ଏଇଠି ଆଉ ଗୋଟେ ପ୍ଲେଟ୍ରେ ମଧ୍ୟ ମୁଁ 3 ଚାମଚ ଦେଇଦେଇଛି ଆମ୍ବର ରସକୁ। ତ ଏମିତି ଆମେ ଚାରିପଟକୁ କିଛି ହାତ ମାରିବା ଦରକାର ନାହିଁ, ଏମିତି ହିଁ କଲେ ଏଇଟା ବହୁତ ବଢ଼ିଆ ଭାବରେ ଏକୁ ଆମେ ନେଇକି ଖରାରେ ରଖିଦେବା। ତ ତା ଛଡ଼ା ମୋର ଯେଉଁ ବଳିଥିଲା ଆମ୍ବ ରସ, ତାକୁ ମୁଁ ଗୋଟେ ବଡ଼ ପରାତରେ ମୋଟା କରିକି ଏଇଠି ମୁଁ ନେଇଛି। ମୁଁ ଆପଣଙ୍କୁ ଦେଖେଇବି। ଏଇଟା ଟିକେ ଶୁଖିବା ପାଇଁ ସମୟ ଲାଗିବ। ତ ଦେଖନ୍ତୁ ଏଇଠି ମୁଁ ପ୍ଲେଟ୍ରେ ନେଇଥିବା ଆମ୍ବର ରସ ମୋର 2 ଦିନ ହେଇଯାଇଛି, ବହୁତ ବଢ଼ିଆ ଭାବରେ ଶୁଖି ମଧ୍ୟ ଯାଇଛି। ହାତ ମାରିଲେ ଏଇଟା ବିଲକୁଲ ବି ହାତରେ ଲାଗୁନି। ଆମେ ପ୍ରଥମେ ଗୋଟେ ଛୁରୀ ସାହାଯ୍ୟରେ ତା ଚାରିପଟୁ ଟିକେ ବାହାର କରିନେବା। ଏମିତି କରିବା ଦ୍ୱାରା ଆମର ଭଲ ଭାବରେ ଆମ୍ବ ସଢ଼ାଟି ବାହାରି ପାରିବ। ଏଇଠି ଦେଖନ୍ତୁ କେତେ ବଢ଼ିଆ ଭାବରେ ଆମର ତେଲ ଲଗାଇଥିଲେ ନା ଆମ୍ବ ସଢ଼ାଟି କେତେ ବଢ଼ିଆ ଭାବରେ ବାହାରି ହେଇଛି, ପୁରା ଟ୍ରାନ୍ସପାରେଣ୍ଟ ହେଇଛି, କେତେ ବଢ଼ିଆ ଦିଶୁଛି। ତ ମୁଁ ଆପଣଙ୍କୁ ଦେଖେଇବି। ଏଟାକୁ ଆମେ ସେଇ ଥାଳିରେ ଗୋଟେ ଛୁରୀ ସାହାଯ୍ୟରେ ଆମେ ତାକୁ ଉପର ତଳକୁ
एमती काटी नबा मु आपनको देखौछि केमती मु काटुचे। तो एमती काटिया द्वारा कौन हम ना मुझे गोटे रोल करी। तो यहाँ बहुत पतला अच्छी थाड़ी रे मु जोड़ा देइथिली तो ताकू मु पतला अच्छी तो ताकू मु एमती रोल करी करी जोटा कि खाया पे आ देखिया पे बहुत बढ़िया लगिवो। देखंतु मु केमती करूची ताकू ऊपर तळकू एमती ही ताकू करी नेबे रोल कर नेबे। तो यहाँ देखो केते बढ़िया दिशुची। एबे सेम प्रोसेस रे मु सब गुडी को एमती रोल कर नेबी। एठी देखंतु मु सब गुडी को रोल कर नेछि केते बढ़िया दिशुची हमरो। देखंतु पाखर मु आपन देखौची। तो एबे मु आपन देखेबी आमे जो परातरे देइथिले ना टिके मोटा करके सेटा मोर बहुत बढ़िया भाव उठी जाइए। तो मु ताकू परातर खोलिकी गोटे जरी रे रखी देइछि। तो मु आपन को एटा आमे काटिकी एटा टिके मोटा अछि तो एको मु गोटे स्क्वायर साइज रे काटिबी। तो सेति गोटे छुरी रे मु ताको स्क्वायर साइज रे काटिकी आपन देखेबी केमती हमर केतिकी मोटा ही अछि। देखंतु एतिकी मोटा अछि। तो एटा भी गोटे शेप रो। तो एमती आपण चाहिले भी करि परिबे नाही तो एमती रोल मध्ये करि परिबे आपनको पसंद जोटा मात्र स्वाद रे किछि पार्थक्य न थाए। आपनको मन पसंद रा आपण स्क्वायर हो बा रोल एमती भी किछि भी शेप रो बनै परिबे। तो आज रो रेसिपी आपनको केमती लागिला कमेंट करी जणेबे। आज पय रहिली पुणी आसीबी आउ एक रेसिपी नै। जय जगन्नाथ।